ସ୍ୱାଗତଂ ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଡିସ୍କସନ୍ କରିବା ଗୋଟିଏ ନ୍ୟୁ ଜବ୍ ବିଷୟରେ। ଜବ୍ ହେଲା ଆମର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବହୁତ ବଡ଼ ନିଯୁକ୍ତି ଆସିଯାଇଅଛି। ତାର ପୋଷ୍ଟ ହେଉଛି ଅଫିସ୍ ଆଟେଣ୍ଡାଣ୍ଟ। ଡିଟେଲ୍ ଡିସ୍କସନ୍ କରିବା ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସେମାନେ ମଧ୍ୟ କିଛି ଜାଣିପାରିବେ। ଅଫିସ୍ ଆଟେଣ୍ଡାଣ୍ଟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଆସିଯାଇଅଛି। ସାଲାରୀ ଡିସ୍କସନ୍ କରିବା, ଆବେଦନ ତାରିଖ ସବୁ ଡିଟେଲ୍ ଡିସ୍କସନ୍। ଗୋଟିଏ ମାତ୍ର ପରୀକ୍ଷା ଅଛି। ଭିଡ଼ିଓ ଶେଷରେ ଆପଣମାନଙ୍କୁ କହିବି, ଭିଡ଼ିଓକୁ ଜମା ସ୍କିପ୍ କରନ୍ତୁ ନାହିଁ। ଟୋଟାଲ୍ ପୋଷ୍ଟ ହେଉଛି 572ଟି, 572 ଅଫିସ୍ ଆଟେଣ୍ଡାଣ୍ଟ ପୋଷ୍ଟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଆସିଯାଇଛି। ଏଇଟା ତାର ବ୍ୟାଙ୍କର ୱେବସାଇଟ୍। ମୁଁ ଏଠି ଗୋଲ୍ ବୁଲାଉଛି। ଏହି ପୋଷ୍ଟକୁ ଅନଲାଇନ୍ ମୋଡ଼ରେ ଆବେଦନ କରାଯିବ। ତାର ୱେବସାଇଟ୍। ଆବେଦନ ତାରିଖ ଦେଖିବା। ଆବେଦନ ତାରିଖ ହେଉଛି ଜାନୁଆରୀ 15 ଠାରୁ ଫେବୃଆରୀ 4 ତାରିଖ ଲାଷ୍ଟ ଡେଟ୍। ପେମେଣ୍ଟ ପାଇଁ ପେମେଣ୍ଟ ପଡ଼ୁଛି, କିନ୍ତୁ ବହୁତ କମ୍ ପେମେଣ୍ଟ ପଡ଼ୁଛି। ମୁଁ ଲାଷ୍ଟରୁ କହିବି, ସେମାନଙ୍କ ସେମ୍ ତାରିଖ ରହୁଛି। ତାପରେ ଅନଲାଇନ୍ ଟେଷ୍ଟ ଫେବୃଆରୀ 28 କିମ୍ବା ମାର୍ଚ୍ଚ 1ରେ ହେଇପାରେ। ଏକ୍ଜାମଟା ବହୁତ ଶୀଘ୍ର କରିଦେଉଛି। ମାତ୍ର ଗୋଟିଏ ପରୀକ୍ଷା। ଫ୍ୟାସିଲିଟି ମଧ୍ୟ ଅଛି, କିନ୍ତୁ ଯେତେବେଳେ ଆପଣମାନେ ଏକ୍ଜାମ୍ ଦେଇଯିବେ ସେହି ସମୟରେ କୌଣସି ଇଲେକ୍ଟ୍ରୋନିକ୍ ଧରିକି ଯିବେ ନାହିଁ। ଡିଟେଲ୍ ନୋଟିସ୍ ଦେଖିବା। ଏଇଟା ଭେକେନ୍ସିରେ କାଟାଗୋରୀ ଅନୁସାରେ ଭେକେନ୍ସି ବାହାରିଛି। ନେମ୍ ଅଫ୍ ଅଫିସ୍, ତାପରେ PW ମାନଙ୍କର, ଏକ୍ସ ସର୍ଭିସ୍ ମ୍ୟାନ୍ ମାନଙ୍କର, ତାପରେ ଏଠି ତାର ଭେକେନ୍ସି SC ST OBC EWS ଜେନେରାଲ UR ଟୋଟାଲ୍ ପୋଷ୍ଟ ଏଠି ସବୁ ବାହାରିଛି। ସେହିପରି ଆମର ଭୁବନେଶ୍ୱରରେ ମଧ୍ୟ ପୋଷ୍ଟ ଅଛି। ଭୁବନେଶ୍ୱର 8ଟି ଅଛି। ST ମାନଙ୍କର, SC ମାନଙ୍କର 6ଟି, OBC ମାନଙ୍କର 4ଟି, ତାପରେ EW ଜେନେରାଲ ବା UR 15ଟି, ଟୋଟାଲ୍ ହେଉଛି 36ଟି ଅଛି। ସେହିପରି ଆପଣମାନେ ସବୁ ଜାଗାରେ ପକାଇ ପାରିବେ। ଚେନ୍ନାଇରେ ମଧ୍ୟ ପକାଇ ପାରିବେ, ହାଇଦ୍ରାବାଦ, ବେଙ୍ଗଲୁରୁ, ଭୋପାଳରେ ସବୁ ଜାଗାରେ ଆପଣମାନେ ପକାଇ ପାରିବେ। ଏଇଟା ତାର କାଟାଗୋରୀ ଅନୁସାରେ ପୋଷ୍ଟ ବାହାରିଛି। ଲାଷ୍ଟ ତ କହୁଛି 4 ତାରିଖ ଫେବୃଆରୀ ମାସ 4 ତାରିଖ ଲାଷ୍ଟ ଡେଟ୍। ଏବଂ ଯେଉଁମାନେ ଡିଜାବିଲିଟି ପର୍ସନ୍ ମାନେ ମଧ୍ୟ ପକାଇ ପାରିବେ, ତାଙ୍କର ମଧ୍ୟ 40% ଡିଜାବିଲିଟି ହେଇଥିଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। 40%। ଏଠି ତାଙ୍କର ସବୁ ଡିଟେଲ୍ ମେନସନ୍ ହେଇଛି, ମାନେ କେଉଁ ପ୍ରକାର ଡିଜାବିଲିଟି, କାହାର ହାତ, କାହାର କ'ଣ, ଆଖି, ଯାହା ବହୁତ ପ୍ରକାର ଡିଜାବିଲିଟି ତାର ଏଠି ଫୁଲ୍ ଫର୍ମ ଅଛି ତଳକୁ। ଏଠି ଡିଟେଲ୍ ମେନସନ୍ 40% ଡିଜାବିଲିଟି ହେଇଥିଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। 40% ଡିଜାବିଲିଟି ହେଇଥିଲେ। ଏକ୍ସ ସର୍ଭିସ୍ ମାନଙ୍କୁ ଯେଉଁମାନେ ଆର୍ମି ନାଭି, ସେମାନେ ମଧ୍ୟ ଏହି ପୋଷ୍ଟକୁ ଆବେଦନ କରିପାରିବେ। ତାର ସାଲାରୀ ଦେଖିବା। ଏଲିଜିବିଲିଟି କ୍ରାଇଟେରିଆ ମଧ୍ୟ ଏଠି ଅଛି। ନ୍ୟାସନାଲିଟି ଇଣ୍ଡିଆ ଲୋକ ବି ପକାଇ ପାରିବେ। ସବଜେକ୍ଟ ଅଫ୍ ନେପାଳ, ଭୁଟାନ ଲୋକ ମଧ୍ୟ ଏହି ପୋଷ୍ଟକୁ ପକାଇ ପାରିବେ। ତାପରେ ଯେଉଁମାନେ ଜାନୁଆରୀ 1, 1962 ୱିଥ୍ ଦ ଇଣ୍ଟେନସନ୍ ପରମାନେଣ୍ଟଲି ସେଟେଲ୍ ଇନ୍ ଇଣ୍ଡିଆ, ସେମାନେ ହିଁ ପକାଇ ପାରିବେ। ଆଗ ଲୋକ ମଧ୍ୟ ଏଠାକୁ ଆମର ଭାରତ ବାହାର ଲୋକ ମଧ୍ୟ ଆସିଛନ୍ତି, ସେମାନେ ମଧ୍ୟ ଏହି ପୋଷ୍ଟକୁ ପକାଇ ପାରିବେ। କାହିଁକିନା ଯେଉଁମାନେ ଏତିକି ମସିହାରେ ଆସିକି ରହିଛନ୍ତି ସେମାନେ ମଧ୍ୟ ପକାଇ ପାରିବେ। ଏବଂ ପାକିସ୍ତାନ, ଶ୍ରୀଲଙ୍କା, ଇଷ୍ଟ ଆଫ୍ରିକା କଣ୍ଟ୍ରି ଲୋକ, କେନିଆ, ଉଗାଣ୍ଡା, ଏମାନେ ସବୁ ମଧ୍ୟ ଏହି ପୋଷ୍ଟକୁ ପକାଇ ପାରିବେ। କାହିଁକିନା ଏମାନେ ଆସିଛନ୍ତି ଆମ ଦେଶକୁ, ଅରିଜିନ୍ ଲୋକ। ବୟସ 18ରୁ 25 ବର୍ଷ ହୋଇଥିଲେ ଏହି ପୋଷ୍ଟକୁ ଆବେଦନ କରିପାରେ। 18ରୁ 25। ଏବଂ ST SC ମାନଙ୍କର ମଧ୍ୟ 5 ବର୍ଷ ରିଲାକ୍ସେସନ୍ ଅଛି ତାଙ୍କର, ଅପ୍ ଟୁ 30 ହେବ। ତାପରେ OBC ମାନଙ୍କର 3 ବର୍ଷ ଅପ୍ ଟୁ 28 ହେବ। ତାପରେ ପର୍ସନ୍ ମାନେ PW ମାନଙ୍କର ଏଇଟା ହେଉଛି 13 ବର୍ଷ, 10 ବର୍ଷ। ତାପରେ ଜେନେରାଲ ଏଇଟା ସବୁ ST ମାନଙ୍କର 15 ବର୍ଷ ଅଛି ତାଙ୍କର। ସେହିପରି ଏକ୍ସ ସର୍ଭିସ୍ ମାନଙ୍କର 50 ବର୍ଷ। ବିଧବା ମାନଙ୍କର ତାଙ୍କର 35 40 ଅଛି ଅପ୍ ଟୁ। ଏବଂ ଯେଉଁମାନେ ରିଜର୍ଭ ବ୍ୟାଙ୍କରେ କାମ କରୁଛନ୍ତି ତାଙ୍କର 3 ବର୍ଷ।
ଏଠି ତାର ଗୋଟିଏ ମାତ୍ର ଏକ୍ଜାମ୍ ହେବ। ରିଜନିଂ ପଡ଼ିବ, ଇଂଲିଶ ପଡ଼ିବ, ଜେନେରାଲ ଆୱାରନେସ୍ ପଡ଼ିବ, ନ୍ୟୁମେରିକାଲି ଏବିଲିଟି। ଏଠି ତାର 120 ମାର୍କ, 120ଟା ପ୍ରଶ୍ନ। ଏକ୍ଜାମ୍ ହେବ ଅନଲାଇନ୍ ଟେଷ୍ଟ ଆଣ୍ଡ ଲାଙ୍ଗୁଏଜ ପ୍ରୋଭିନ୍ସିଆନ୍ସ ଟେଷ୍ଟ ହେବ LPT 90 ମିନିଟ୍ରେ। ସାଲାରୀ ଦେଖିବା ଏବେ। ସାଲାରୀ ହେଉଛି ପ୍ରଥମ ବେସିକ୍ ପେ ହେଉଛି 24,250ରୁ ଷ୍ଟାର୍ଟିଂ ଏଠି ସବୁ, ତାପରେ ବଢ଼ିଯାଉଛି 24,250, ତାପରେ ବଢ଼ିଲା 27,000, ଏହିପରି ବଢ଼ି 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 ସବୁ ଯାଉଛି। ସବୁ ଆଲାଉନ୍ସ ସବୁ HRA ଆର୍ଡିନାଣ୍ଡ ୱିଲ୍ ବି ଆପ୍ରୋକ୍ସିମେଟଲି ଏତିକି ଫେର୍ ମନ୍ଥ ସବୁ, ମାନେ ଆପଣ ଜଏନ୍ କରୁ କରୁ 29 ଟଙ୍କା ମିଳିବ ଜଏନ୍ କରୁ କରୁ ଆପ୍ରୋକ୍ସିମେଟଲି। ତାପରେ ରେଣ୍ଟ ଆଲାଉନ୍ସ 15% ସବୁ ଏମିତି ଅଛି। ଆପଣ ଜବ୍ କଲେ ସେଠି ପାଇଲେ ହିଁ ଜାଣିବେ। ଏକ୍ଜାମିନେସନ୍ ଫି ଦେଖିବା, ତାର ନନ୍ ରିଫଣ୍ଡେବୁଲ୍, ରିଫଣ୍ଡ ହେବ ନାହିଁ। ଯେଉଁମାନେ SC ST PWX ତାଙ୍କ ପାଇଁ 50 ଟଙ୍କା ପ୍ଲସ୍ GST 18%, ତାପରେ ଅଦରମାନଙ୍କ ପାଇଁ 450 ଟଙ୍କା ପ୍ଲସ୍ 18% GST, ତାପରେ ଯେଉଁମାନେ ଷ୍ଟାଫ୍ ମାନେ RBI ଇରେ କାମ କରୁଛନ୍ତି ତାଙ୍କ ପାଇଁ 0, ତାଙ୍କ ପାଇଁ ଫ୍ରିରେ ସେମାନେ ଆବେଦନ କରିପାରିବେ। ଏତିକି ଥିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ନୋଟିଫିକେସନ୍ଟି ଆସିଯାଇଛି। ଯଦି ଆପଣମାନଙ୍କୁ ଭିଡ଼ିଓ ଯଦି ଭଲ ଲାଗିଥିବ ତାହେଲେ ଆପଣମାନେ ଲାଇକ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଯଦି ଆପଣମାନେ ପ୍ରଥମ ଥର ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ଭିଡ଼ିଓ ଦେଖୁଥିଲେ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ, ଯାହାଫଳରେ କି ଆପଣଙ୍କ ନିକଟରେ ଏହିପରି ନୋଟିଫିକେସନ୍ ଭିଡ଼ିଓ ପହଞ୍ଚିବ। ବହୁତ ପ୍ରକାର ଜବ୍ ଆସିଯାଉଛି, ସବୁ ଜବ୍ର ଇନଫର୍ମେସନ୍ ନୋଟିଫିକେସନ୍ ଭିଡ଼ିଓ ଏହି ଚ୍ୟାନେଲ୍ରେ ଆପଣମାନେ ପାଇପାରିବେ। ରହିଲି, ଧନ୍ୟବାଦ। ନେକ୍ସଟ ଭିଡ଼ିଓରେ ଦେଖା ହେବ।